ଯାହା ସଫା କରିକରି ଆମେ ନୟାନ୍ତ ହବା କଥା। ହଉ ଛାଡ଼। ହଁ ମା ଜୁଣେଇଗା ସତେକି? ମା କଣ କହିବି ଶୁଣୁ, ଆମ ଗାଁ ଲୋକଙ୍କର ଗୋଟେ ଅଜବ ଅଭ୍ୟାସ, ନିଜ ଘର ଭିତରକୁ ମାର୍ବୁଲ ଟାଇଲ ପକେଇକି ଏମିତି ଚିକଣ କରିଛନ୍ତି ଯେମିତି ମାଛି ପାଦ ପକଉ ପକଉ ଖସିଯିବ। ଆଉ ବାହାରକୁ ଏମିତି ଅଳିଆ କରୁଛନ୍ତି ଯେମିତି ସରକାରଙ୍କଠୁ ଠିକା ନେଇଛନ୍ତି ଅଳିଆ କରିବାକୁ। ଆଉ କିଛି ଲୋକ ଅଛନ୍ତି ପାନ ଗୁଟୁକା ଖାଇକି ଏମିତି ଛେପ ପକଉଛନ୍ତି ଯେମିତି କହିବୁ ପୁଳାଏ ନାଲି ରଙ୍ଗ ଟିକେ ବୋଳି ଦେଇଛି। ସଚେତନ କଲେ କଣ ହବ? ଆଲୋ ଯେତେ କାନେ କାନେ କହୁଛି ଅଳିଆ ଗାଡି ବୁଲୁଛି, ସରକାର ସବୁ ଗାଁ ପାଇଁ ଅଳିଆ ଗାଡି ଦେଲେ, ଅଳିଆ ଗାଡିକି ଅଳିଆ ସଫେଇ ଗାଡିକି ଅଳିଆ ଦେବା ପାଇଁ ହେଲେ ଲୋକମାନଙ୍କୁ ଅଳିଆ ମାଗିରେ କହୁଛନ୍ତି ଯେମିତି ତାଙ୍କ ଘରୁ ସୁନା ରୂପା ଦେଇ ଦଉଛନ୍ତି। ଏତେ କଷ୍ଟ ନାହିଁ। ରୋଗ ହଉଛି ମା, ବୁଝୁଛି କିଏ? ସବୁ ସାହି ପାଇଁ ସରକାର ଡଷ୍ଟବିନ ଦେଇଛନ୍ତି, ହେଲେ ଡଷ୍ଟବିନ କି ଲୋକ ଅଳିଆ ଏମିତି ଫୋପାଡୁଛନ୍ତି ଯେମିତି ଡଷ୍ଟବିନ ରେ ଅଳିଆକୁ ପଡିଲେ ଖୁସି, ନ ପଡିଲେ ଆନନ୍ଦ। ତାଙ୍କର ବା କଣ ଯାଉଛି? ଠିକ ଅଛି ମା, ଆପଣ ତାଙ୍କୁ ଟିକେ ବୁଝେଇବେ ଯେମିତି ଆମ ଗାଁ ପରିବେଶ ସୁସ୍ଥ ରହିବ, ସୁସ୍ଥ ରହିବେ ସମସ୍ତେ। ଆଉ ବେସିକାଲି ମା କାମ ଯୋଉମାନେ 15 ଦିନ 20 ଦିନ ଥରେ ଦେହରେ ସାବୁନ ଲଗାଉଛନ୍ତି ତାଙ୍କୁ ଟିକେ ବେଶୀ କରି ବୁଝେଇବେ, ତାଙ୍କୁ ଶିଖେଇବେ। ଏତିକି ମା କରିଦିଅ ଟିକେ, ଆମ ଗାଁ ଟିକେ ସ୍ୱଚ୍ଛ ହେଇଯାଉ। ଏତିକି ଆମର दीदी अच्छा की दीदी दीदी अच्छा आगे आगे मत कौन है जी देखो देखो मोर चेंचू को पढ़ाई गलानी हां हो व्यस्त होनी मत देखो डर नहीं तो मत कैसे क्या जरूर है आपको 5 दिन है जोर नहीं आ छाड़ा होची जहां खाଉଛି तो पेट रे रहूनी जमा खाया को देइलो ताको मो गेरस्त कहिथिले कोन कहिथिले कि पिजुड़ी पत्र बाटिकी देइले से पूरा ठीक हे जिवो माउसी एबे कोन पिजुड़ी पत्र काळ अछि पिजुड़ी पत्र देलो का देव भल होला चेंचुरा तो देह भल नाही हमर गुटे छेली अछि से पिजुड़ी पत्र पासना सुंगिची चेंचु पछे पछे आसिला हां माउसी देखो मनी मो औषध लेखि दउची ताको दी काटे देई दबो आ ताको फुट्टा काटे पिए दउछ तो नाही एमिति तो हम किछि करू नळ कोरे आसी सेटा पी दउ नहीं नहीं माउसी से छोटो छुआ ताको पानी फुटेई दबो आ ता बॉडी को सफा बॉडी को ठीक अछि माउसी हां लेखि देली ए मेडिसिन दी काटे ताको देई दबो हला मु जदी आज मो गेरस्ता कथा सुनी आपको आउ थरे पिजुड़ी पत्र देई थांती तो मो चेंचुर कोन हे थांता भलरे ना डाक्टर खाना आसी दीदी को जोगाजोग करी एबे मो चेंचुर देह टिके भल आउ से बुढ़ा को देखुची से कोन आइला हिसाब नोच ସକାଳୁ ପୁରୀ ଆଳୁ ଖାଇଥିଲ
ଜୀବନ ଖାଇଛ ସେଇଥିପାଇଁ ତମର ଏଇ ଅବସ୍ଥା ହେଇଛି। ସଫା ଖାଦ୍ୟ ଖାଇବ, ପାଣି ଫୁଟେଇ ପିଇବ। ତମକୁ ତ ଜ୍ୱର ବି ହେଇଛି, ତମେ ମଶା ଟାଣିକି ଶୋଉଛ ନା ନାଇଁ? ତମେ ଏସବୁ ଖରାପ ଖାଦ୍ୟ ଖାଇକି ତମ ଦେହକୁ ଖରାପ କରୁଛ, ସାରା ପରିବେଶଟାକୁ ବି ଖରାପ କରୁଛ। ମଉସା ଦେଖ ବୋଲି ମୁଁ ତମକୁ ଔଷଧ ଦେଇ ଦଉଛି, ଏଇ ଔଷଧ ନିଅ, ଖାଇଦବ। ଏଇଟା ତମର ଯୋଉ ପେଟ ଖରାପ ହଉନି, ସେଇଥିପାଇଁ ଔଷଧ ଏଇଟା। ଖାଇସାରିଲା ପରେ ଖାଇଦବ। ଆଉ ମଶାରୀ ଟାଙ୍ଗିକି ଶୋଇବ। ହାତ ଧଉଛ ନା ନାଇଁ ଖାଇବା ପୂର୍ବରୁ? ସେଇ ମଉସା ତମ ହାତ ଦେଖେ, କେଡ଼େ କେଡ଼େ ନଖ ରଖି ତମକୁ ସଫା କରୁନ କେମିତି ଯୋଉ ମଉସା? ମେଡିସିନ ଖାଉନ? ନା ନା ମେଡିସିନ ଖାଇ ଦେହ ଭଲ କର ଆଜ୍ଞା। କୁଆଡେ ଗଲୁ ବା? ଘରଯାକ ମେଲା କରିଦେଇକି କୁଆଡେ ଯାଇଛୁ? ସକାଳ ପହରୁ ଆସିକି ଦିପହର ହେଲାଣି। ମୋର ଦୌଡ଼ା ଖାଇବା ସମୟ ହେଲାଣି, ଏଣେ ସମୟ ବି ଗଡ଼ି ଯାଉଛି। ଏଣେ ସୂର୍ଯ୍ୟ ଆସିକି ମୁଣ୍ଡ ଉପରେ ଉଇଲାଣି ଆସିକି। ଦୌଡ଼ା ଖାଇବି ନା ସନ୍ଧ୍ୟାରେ ଏକାରେ ଆସିକି ମୁଢି ଖାଇବି? କୁଆଡେ ଯାଇଛି ବା? ଚେଞ୍ଚୁ ବୋଉ, ଏ ଚେଞ୍ଚୁ ବୋଉ, ଦେଖେ ଯାଏ, ଦେଖେ କଣ ଥିବ ହାଣ୍ଡି ଖାଣ୍ଡି ଦେଖି ଖାଇଦିଏ ଆଗ। ଆଲୋ ଆଲୋ, କେମିତି ଏ ଡେକିଚିରେ ହାତ ପକେଇକି ଭାତ କାଢିଲାଣି? ହାତ ଦେଖି, ଏତେ ଅସନା ହାତ, ମୁହଁରୁ ଏତେ ଛେପ ବାହାରିଛି, ସତେ ଯେମିତି ଭାତ ସହିତ ଛେପ ଖାଇବ। ତୁ କୁଆଡେ ଯାଇଛୁ ଗୋଟେ ଶୁଣେ? ମୁଁ ଡାକ୍ତରଖାନା ଯାଇଥିଲି ଚେଞ୍ଚୁ ପାଇଁ ଔଷଧ ଆଣିବା ପାଇଁ। ତତେ ବା ମୁଁ କହିଥିଲି ପିଜୁଳି ପତ୍ର ବାଟି ଦବା ପାଇଁ। ସେ ପିଜୁଳି ପତ୍ର ଯୁଗ ଅଛି? ମୁଁ ଯେତେବେଳେ ଔଷଧ ଆସିଲାଣି, ମୁଁ ଚେଞ୍ଚୁକୁ ଔଷଧ କାହିଁକି ନଦେବି? ମୋ ବାପା ଖାଉଥିଲା, ମୋ ଜେଜେବାପା ଖାଉଥିଲା, ମୋ ବସିବାପା ବି ଖାଉଥିଲା। ଆଉ ନ ଦେଖିଲ ତ ଦେଖ ନା କଞ୍ଚି କାଚ ପେଟ। ସେତେବେଳେ ଠିକ ଥିବ, ସେତେବେଳେ ଆଉ ପିଜୁଳି ପତ୍ର ଛଡା ଆଉ କଣ ଥିଲା କି? ଏବେ ଯଦି ଔଷଧ ଆସିନି ମୁଁ ଦେଇଛି। ଆଉ ଯା ଯା ସଳ ଦେଖେ ମୋ ପାଇଁ କଣ ଟିକେ କରିକି ହାଣ୍ଡି ସାରିଲେ ମୁଁ ଟିକେ ଦୌଡେ ଟିକେ ଖାଇଦିଏ। କିଏ ବୁଢା ସହିତ ଲାଗିବ, ଅଛି ମୋର ଏତେ ପାଇକି। ଯାଉ ଭଲ ହେଇକି ଯାଇଛି। ଚେଞ୍ଚୁ ବୋଉକୁ ବିଦା କରିଦେବି ବାପା ଘରକୁ, ଆଉ ଚେଞ୍ଚୁକୁ ତା ମାମୁଁ ଘରକୁ ବିଦା କରିଦେବି। ତାପରେ ସେ ଯୋଉ ଆମର ଜୁନେଇ ଗାଁର ବାରିକ ସାହିର ସେ ଯୋଉ ସାବିକୁ ବାହା ହେବି। ଆଉ ସାବିକୁ 17 ପୁରିକି 18 ହେଲା, ମତେ 56 କି 57 ହେଲା। ଆଉ ସାବି ଯୋଉ ଗୋରା ଗୋରା ଗାଲ, ଯୋଉ ଲିପଷ୍ଟିକ ମାରିବା ଯୋଉ ଓଠ, ଆଉ ଜୀବନ ବନ୍ଧା ଚୁଟି, ଝିଲିମିଲି ଚୁଟି, ମନଟା ଶୁଖିଯାଇ ଯାଉଛି। ଆଉ ଯୋଉ ଗୀତ ମନେ କରୁଛି, ସାବି ସାବି ତୁ ତ ଗୋଲପ ମୁଁ ତୋର ଚାବି, ସାବି ସାବି ତୁ ତ ଗୋଲପ ମୁଁ ତୋର କଣ ଗୀତ ଗାଇଲାଣି? ସାବି ସାବି ତୁମ କଲମା ସାବି, ଚାରିଆଡେ ତୁ ତ ଅସନା କରିଲୁ, ମୋ ଛୁଆର ଦେହ ଖରାପ ହେଲା।
ହେଇଯାଉ ସବୁ ଜୁନେଇ ଗାଁର କାଙ୍ଗାଳି ଦାଦା ଆସୁଛନ୍ତି ରେ। ତମ ନାନୀକି ଡାକିକି ବିନା ଆବେ ଶଙ୍ଖ କ୍ଷେତ୍ର ଟୋକା ଚରିତ୍ର ଅଲଗା ପ୍ରକାର ମାଲିକେ ବାସ ହବ ମାଲିକେ ଘିଅ ଭର୍ତ୍ତି କଥାବାର୍ତ୍ତା ବୁଝିଲ ତ ପୁରା ଚାମ୍ପିୟନ ମାର୍କା ତମ ନାନୀକି ଡାକିକି ବିନା ଆରେ ନା ମୋର କାଙ୍ଗାଳି ଦାଦା ଲୋକ କହନ୍ତି ମୁଁ କାଳେ ଲୋକଙ୍କୁ କାଙ୍ଗାଳ କରିଦିଏ ଆରେ ସନିଆ କହରେ କହ ଆରେ ମାନିଆ ଆରେ ମାନିଆ ଆରେ ମୁଁ କାଳେ ଶୁଣିଲି ଆମର ଔଷଧ ବ୍ୟବସାୟଟା ପୁରା ଠପ୍ ଚାଲିଛି କଣ କଣ ସଫେଇ ଅଭିଯାନ ଚଲେଇଛି ଆରେ ଆମ ଗାଁ ଆମ ଜାଗା ସଳା ଆମେ ଅଳିଆ କରିବେନି ତ କରିବ କି ଏବେ আবে হটা সাবান কি ঘটা বজাবে বজা অলিয়া করো যেতে পারিব অলিয়া করো ତମେ ନାନୀକି ତାକିଆ ବହୁକୁ ହେଲା ଇଏ ବିଦ୍ୟୁତ ହେଲା ଇଏ ଥାର୍ପଲସନ ଆସି ଏଠି କରୁଛି ପାଲା କଟି ଅୟୋ ମ୍ୟାଡାମ ଗାଁକୁ ନୂଆ ହେଇଛି ବୋଧେ କାଙ୍ଗାଳି ଦାଦା ଜାଣିନ କି ଗଛର ପତ୍ର ହଲିବାକୁ କାଙ୍ଗାଳି ଦାଦାର ପରମିଶନ ଦରକାର କାହାକୁ କଣ କହୁଛ ଜାଣିପାରୁନ ନାନୀକି ତାକିଆ ଆଜି ଯାଇ କୋଉ ପୋଲିସ ମୋର କିଛି ଡାକ୍ତରୀ ଯା ଦେଖିକି ଯିବ ଗାଁ ଭଳିଆ କଲା ଭଳିଆ ତମେ ବି ଅଳିଆ ହେଇଯିବ ଆରେ ସନିଆ ମନିଆ ଭାଇ ଆରେ ଇଏ ଲାଗିଲାଣି ଦିଦିଟା କଣ ଗୋଟେ ଭଙ୍ଗା କରିବ ବୁଝିଲ ତାର ଗୋଟେ କଣ ବ୍ୟବସ୍ଥା କରିବାକୁ ପଡିବ ଆଉ ଗୋଟେ କଣ ଭାବୁନୁ କଣ କରିବା ଆରେ ଠିକ କଥା ଗାଣ୍ଡୁଆକୁ ଡାକିଲୁ ଆରେ ଗାଣ୍ଡୁଆ ଏ ଗାଣ୍ଡୁଆ ଆରେ ଗାଣ୍ଡୁଆ ଏମିତି ଚାଲୁଛୁ କେବେ ବି ଚାଲୁଛୁ ଆମ ଗାଁର ଗୌରବ ନାନୀକି ତାକିଆ ଗୋଟେ କାମ ଅଛି କରିବୁ ତାହେଲେ ଗୋଟେ କାମ କର ଭଲ ପଇସା ମିଳିବ ବାବୁ ଆଉ ରଖିତା ଆଡଭାନ୍ସ ଗାଁ ସାରା ବୁଲି ବୁଲିକା ଯେତେ ଚାହିଁବୁ ଛେଳିବୁ ବୁଝିଲୁ ଘର ସାମ୍ନାରେ ଛେଳିବୁ ଘର ବାଡିଆଡେ ଛେଳିବୁ ସବୁଆଡେ ଛେଳିବୁ ବୁଝିଲୁ ଆଉ ଆପଣ ଘର ଛେଳିବୁ ହଁ ମୋ ଘରେ ଛେଳିବୁ କାମ କରିସାର ବାକି ପଇସା ନେ ହେଲା ଫେରିଚାଲ ହେଲା ଫେରିଚାଲ ଆଉ ଦିଦି ଘରଟି ଆଉ ଦିଦି ଘରଟି ବସିକି ଝାଡା ବସୁଛୁ କିଏ କହିବ 5-10 ଟଙ୍କା ଖୁଚୁରା ପଇସା ତୋର ଗଳି ପଡିଛି କଣ ଆଉ
ଭାଇ ମତେ ଗୋଟେ ଦେଇଛି ଲାଗି ଦୁସରା ଟଙ୍କା ଓ ଯାଉନି ଲୋ ମା ଆଚ୍ଛା ଖାରା ବସୁଛୁ ତ ଚାରିପଟେ ଯେତିକି ମାଛି ବୁଲୁଛନ୍ତି ତତେ ତ ଗୋଟେ ଚାଟ ଫ୍ୟାନ ପବନ ଖାଇଲା ଭଳିଆ ଲାଗୁଥିବ। ସେଟା ତ ଲାଗୁଛି ମୁଁ ଜାଣୁଛି ନା ଦିନେ ଛି, ତୋ ହାତ ଏତେ ଗନ୍ଧା, ତୁ କେତେ ଗନ୍ଧ କରୁଛୁ, ତୋ ପାଖରେ ଠିଆ ହବାକୁ ମୋର ଇଚ୍ଛା ନାହିଁ। ତୁ ପୁଣି କହୁଛୁ ମତେ ଭଲ ପାଉଛୁ, ତୋ ମୁହଁକୁ ଟିକେ ଲାଗ ନାହିଁ। ରାତି ସାରା ଆଉ ତୋ କଥା ଟଙ୍କା ନମ୍ବର ପଡିଥିଲେ ଏଠି ସେଠି ହଲି ଦଉଛି ସକାଳ ରାତିରେ ମୁଁ ଛଡି ଦଉଛି ହାୱା ଯାଉଛି ମାନେ କଣ ସବୁ କମ୍ପ୍ୟୁଟର ଆସିଥାନ୍ତା ମୋର ଖାଲି ଦାୟରା ହଉ ଶୁଣୁ ତୋର ହବ ତୁ ଯୋଉ ଅଞ୍ଜଳିର ଗୋଟେ କଣ୍ଡକ୍ଟର ଅଞ୍ଜଳି ରଖିବୁ ତୁ ଆଜିଠାରୁ ଯେତେବେଳେ ଧୁଇ ଲାଗିବ ଆଉ ଏମିତି ରାସ୍ତା କଡ଼ରେ ହବୁ କାହା ଘର ଦୁଆର ମାନେ ହବୁ ଟିକେ କହିଦେବି ଆଜିକାଲି ରାସ୍ତା କଡ଼େ ଏକାଠି ପାଇକିନା ଯାଅ ଆମେ ଏଟା ତ ଗଲେ ସିନା ଏମିତି ହବନି ଆଗେ ରାସ୍ତା କଡ଼େ ଛାଡ଼ିକି ପାଇକିନା ଦେଖ ତାପରେ ଆସିବ ଅଙ୍ଗୁଳି ପାଇବ। ये साला वो गांडू है क्या काम में? अबूजान सुनते हो क्या? बेटा ये साला गांडू है क्या कुछ काम धंधा नहीं साला गांगा बोल के छेरिस ये गांडवा ये हॉकीस गांडवा ये गांडवा ये गांडू में छेरिस मतलब क्या करिस ये क्या हुई मेरे काम के सामने कौन आ रही मेरे काम के सामने कौन आ रही सुनो मैं ऑफिस नहीं आप लोग ଆମେ ସର୍ଭେ ଏନ୍ୟୁମରେଟର ଆମେ ଭାରତ ସରକାରଙ୍କ ନ୍ୟାସନାଲ ଷ୍ଟାଟିଷ୍ଟିକ୍ସ ଅଫିସ ତରଫରୁ ଆସିଛୁ ଆମେ ଏମିତି ବିଭିନ୍ନ ଗାଁ ବୁଲି ତଥ୍ୟ ସଂଗ୍ରହ କରୁ ଆଉ ସେଇ ତଥ୍ୟକୁ ବ୍ୟବହାର କରି ଆମେ ଏକ ଭାରତ ସରକାରଙ୍କ ଏକ ରିପୋର୍ଟ ପ୍ରସ୍ତୁତ କରୁ ଆପଣ ରିପୋର୍ଟକୁ ବ୍ୟବହାର କରି ଆମେ ଯୋଜନା ସର୍ଭେ ବିଷୟରେ କିଛି ଜାଣିଛନ୍ତି କି ନାହିଁ? ଅଙ୍ଗନବାଡି ଦିଦି ଆସନ୍ତି କରନ୍ତି ଯା ଆଚ୍ଛା ଦିଦି ସର୍ଭେ କରୁଛନ୍ତି ଆଗରୁ କେବେ ସର୍ଭେ ହେଇଛି ଆପଣ ଜାଣି ଏବେ ସର୍ଭେ କରି ଅଙ୍ଗନବାଡି ଦିଦି ଆସନ୍ତି ଯା କରନ୍ତି ଆମେ ମାନେ ଷ୍ଟାଟିଷ୍ଟିକ୍ସ ଅଫିସ ତରଫରୁ ଆସିଛୁ ନ୍ୟାସନାଲ ଷ୍ଟାଟିଷ୍ଟିକ୍ସ ଅଫିସ ମାଧ୍ୟମରେ ଯେମିତିକି ରୋଜଗାରୀ ବେରୋଜଗାରୀ ସର୍ଭେ ପାରିବାରିକ ଆୟ ସର୍ଭେ ସମୟର ଉପଯୋଗିତା ସର୍ଭେ ଶିକ୍ଷା ବ୍ୟବସ୍ଥାର ସର୍ଭେ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସର୍ଭେ ଏହିସବୁ ସର୍ଭେ ମାଧ୍ୟମରେ ଆମେ ମାନେ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦଉ ଯାହାଫଳରେ ସରକାର ଆପଣମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ଆପଣମାନଙ୍କ ଗାଁରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏତେ ଅପରିଷ୍କାର କଣ ପାଇଁ ଆପଣମାନେ ପରିବେଶର ସୁରକ୍ଷା ରଖୁନାହାନ୍ତି କି साला गांडवा इतना हकीस देखो घर के सामने हकीस कैसे महिला करी थी मौसा एसବୁ କଣ କରୁଛନ୍ତି ଆପଣ भाई पैसा देला बोले जा ते गांव में छिड़ी ତା ବୋଲି ମଉସା ସବୁଆଡେ ଏମିତି ଅସନା କରିବ ଜାଣିଛନ୍ତି ନିଜେ ସଚେତନ ହେଲେ ପରିବେଶ ସୁରକ୍ଷା ରଖିଲେ ଗାଁ ସୁରକ୍ଷା ରହିବ ଆଉ ସବୁ ଏସବୁ କରିବନି ହଁ ମିଳିବ ପରିବେଶ ସୁରକ୍ଷା ରଖିଲେ ଆପଣଙ୍କ ଗାଁ ସରପଞ୍ଚ ଆପଣଙ୍କୁ ପଇସା ଦେବେ ଦଉଛନ୍ତି କି ନାହିଁ ଭତ୍ତା ଫତ୍ତା ମିଳୁଛି ଖାଲି ପଇସାରେ ଲୋଭ ମଉସା ଏତେ ଲୋଭ କଣ ପାଇଁ ଏ ବର୍ଷରେ ବି ଏସବୁ ଚାଲିଛି ତମର ଆପଣ ତ ଗାଁରେ ଟିକେ ସ୍ୱାସ୍ଥ୍ୟ କର୍ମୀ ଆସୁଛନ୍ତି କି ନାହିଁ हाँ दीदी हमारे गांव में एक डॉक्टरानी दीदी है तुमरी यार रुकीस हम उससे बुला के लातीस वो बुझातीस कोई बुझतीस नहीं दीदी कोई मैडम है इस गवर्नमेंट से आई देखिस क्या बोलतीस वो
ଷ୍ଟାଟିଷ୍ଟିକାଲ ଅଫିସ ତରଫରୁ ଆସିଲୁ ଆପଣଙ୍କ ଗାଁରେ ସର୍ଭେ ପାଇଁ ଆସିଲୁ ଆପଣମାନେ କିଛି ସୁରକ୍ଷା ବିଷୟରେ ବୁଝଉଛନ୍ତି କି ନାହିଁ? ଆଜ୍ଞା ମ୍ୟାଡାମ ବହୁତ ବୁଝିଲାଣି, କେହି ଶୁଣୁନାହାନ୍ତି, ନା ସଫାସୁତୁରା ରଖୁଛନ୍ତି, ନା ନିଜ ଘର ଛଡା ବାହାର କେହି କିଛି ସଫାସୁତୁରା ରଖୁନାହାନ୍ତି, ଶୁଣୁନାହାନ୍ତି। ଗଭର୍ଣ୍ଣମେଣ୍ଟ ଏତେ କାମ କରୁଛି ପରିବେଶ ସୁରକ୍ଷା ପାଇଁ ଏତେ ସ୍କିମ୍ କରୁଛି ଆପଣ ତଥାପି ମାନେ ବୁଝୁନାହାନ୍ତି କଣ ପାଇଁ? ଆପଣମାନେ ପୋଲିସକୁ ଇନଫର୍ମ କରୁନାହାନ୍ତି? ବହୁତ କହିଲାଣି ମ୍ୟାଡାମ, କେହି ଶୁଣୁନାହାନ୍ତି। ଏ ମଉସା ଆପଣ ମଉସା ଆପଣଙ୍କୁ ସେଦିନ ଏତେ କିଛି ବୁଝେଇଥିଲି ବାହାରେ ଯିବନି, ପାଇଖାନାକୁ ଯିବେ ବୋଲି। କଣ ହବ ହେଇଛି? ମଉସା ଆପଣ ପଇସା ନେଇକି ଏଭଳିଆ ରୋଗ ସୃଷ୍ଟି କରୁଛନ୍ତି, ପରିବେଶ ଅସନା କରୁଛନ୍ତି। ତୁରନ୍ତ ମାନେ ପୋଲିସକୁ ଡାକନ୍ତୁ। କିଛି ଶୁଣେ, ପୋଲିସ ଆସିଲେ ଆପଣ କଥା ହେବେ। ନାଇଁ ନାଇଁ ମଉସା ଶୁଣନ୍ତୁ, ପୋଲିସ ଆସିଲେ ମୁଁ ଶୁଣିବାକୁ ମଉସା ଏଇଥରକ ମୁଁ ପୋଲିସକୁ ହ୍ୟାଲୋ ପୋଲିସ ଆସିକି ଆସିବେ ଏଠିକି। ଆମ ପଇସା ନେଇକି ଗାଁ ପରିବେଶ ଅସନା ଅଛନ୍ତି ଆମ ଗାଁ ଟିକେ ଔଷଧ ବେପାର ଟିକେ କରନ୍ତି, ସେ ମତେ କହିଲା ତ ପଇସା ନେଇଯା ଯେତେ ଗାଁ ଛାଡ଼ି ପାରିବୁ। ତମେ ଛାଡ଼ିବାରେ ଚାହୁଁଛ? ତମର ଆଉ କିଛି କାମ ଧନ୍ଦା ନାହିଁ? ଚାଲ ଚାଲ ଶଳା କାଙ୍ଗାଳି ଚାଲ। ବହୁତ ବହୁତ ଧନ୍ୟବାଦ। ଭାଇ ପୋଲିସ ଆଇଲା, ପୋଲିସ ଭାଇ ପୋଲିସ। अरे साप को କ୍ଷୀର ଦେଇ ପୋଷିଲେ ଶଳା ଦେବା ପାଣି ତ ନୁହଁରେ। ମୁଁ ତ ଗାଳି କରୁଛି ନା। ଆରେ 10,000 ମାମଲା ଗଲା ଚାଲ। ସେ କିଛି ହେଇପାରିବନି। ମୋର କିଛି ଭୁଲ ନାହିଁ। ମୁଁ ବି ଯିବୁ ଚାଲ। ମୁଁ ଅନୁରୋଧ କରିବି ଆପଣ ସମସ୍ତେ ଟିକେ ଛିଡ଼ା ହେବେ, ଛିଡ଼ା ହେଇକି ଆମେ ଶପଥ ନେବା କିପରି ସ୍ୱଚ୍ଛ ରହିଲେ ସୁସ୍ଥ ରହିବା। ସ୍ୱଚ୍ଛତା ଶପଥ ନେବା, ସମସ୍ତେ ଛିଡ଼ା ହେବେ।